ଶୀତ ଋତୁ ହୋଇଥାଏ। ଗଧିଆଟିଏ ଶିକାର ଖୋଜିବାକୁ ସକାଳୁ ସକାଳୁ ବାହାରି ପଡ଼ିଲା। ତାର ଆଖି ପଡ଼ିଗଲା ଗୋଟିଏ ଗଧଛୁଆ ଉପରେ। କଅଁଳିଆ ମାଂସ ଟିକିଏ କେଉଁ ଦିନଠାରୁ ତା ପାଟିରେ ବାଜି ନଥିଲା। ତେଣୁ ଶିକାରୀଟିକୁ ହାତଛଡ଼ା ନ କରିବା ପାଇଁ ସେ ଗଧଛୁଆ ଉପରକୁ ଡେଇଁବାକୁ ଯାଉଛି। ଗଧଛୁଆଟି ତାହା ଦେଖିପାରି କହିଲା, ଗଧିଆ ମାମୁଁ, ମୋତେ ବର୍ତ୍ତମାନ ଖାଅ ନାହିଁ। ପ୍ରବଳ ଶୀତରେ ମୁଁ ଖୁବ୍ ଝଡ଼ିଯାଇଛି। ମୋତେ ଏବେ ଖାଇଲେ କ'ଣ ସୁଆଦ ଲାଗିବ ନା ପେଟ ପୂରିବ? ଶରତ ଋତୁ ବେଳକୁ ଆସ, ସେତେବେଳେ ମୁଁ ମୋଟାସୋଟା ହୋଇଯାଇଥିବି ଯେ ଖାଇବ। ଗଧିଆ କହିଲା, ହଉ ଯା, ଶରତ ଋତୁରେ ଠିକ୍ ଏହି ସ୍ଥାନକୁ ଆସିଥିବୁ। ଶରତ ଋତୁ ହେବାରୁ ଗଧିଆ ସେହି ସ୍ଥାନକୁ ଯିବାକୁ ବାହାରି ପଡ଼ିଲା। ବାଟରେ ତାର ଏକ କୋକିଶିଆଳି ସହିତ ଦେଖା ହେଲା। ସେ କହିଲା, ଗଧିଆ ଭାଇ, ଏତେ ତରତରରେ କୁଆଡ଼େ ଯାଉଛ? ଗଧିଆ କହିଲା, ଆଜି ଏକ ଡଉଲ ଡାଉଲ ଗଧଛୁଆକୁ ଖାଇବାକୁ ଯାଉଛି। 8 ମାସ ପୂର୍ବେ ତାହା ସହିତ କଥା ହୋଇ ଛାଡ଼ି ଆସିଥିଲି। କୋକିଶିଆଳି କହିଲା, ସେ ତ ଏହା ଭିତରେ କେତେ ବଡ଼ ହୋଇଯିବଣି। ତମ ଜଣକୁ ତା ମାଂସଟା ବୁକେଇ ପଡ଼ିବ। ମୋତେ ସାଙ୍ଗରେ ନେଉନ? ସାଥୀ ହୋଇ ଭୋଜି ଖାଇବାରେ ସିନା ମଜା ଅଛି। ଗଧିଆ ତା କଥାରେ ରାଜି ହୋଇ ତାକୁ ସାଙ୍ଗରେ ନେଇ ଗଲା। ଦୁହେଁ ବାଟରେ ଯାଉ ଯାଉ ଗୋଟିଏ ଠେକୁଆ ସହିତ ସେମାନଙ୍କର ଦେଖା ହେଲା। ଠେକୁଆ ଏ ଦୁହିଁଙ୍କୁ ପଚାରି ସବୁ କଥା ଜାଣିଗଲା। ଅକାରଣଟାରେ ଗଧଟିର ଜୀବନ ଯିବା କଥା ଶୁଣି ସେ ବହୁତ ମନ ଦୁଃଖ କଲା। ହେଲେ ପ୍ରକାଶ କରି ନ ପାରି ସେ ଏହା ଭିତରେ ଖୁବ୍ ବଡ଼ ହୋଇଯିବଣି କହିଲା, ତୁମ ଦୁହିଁଙ୍କ ଆବଶ୍ୟକତା ଠାରୁ ଅଧିକ ସେ ଖାଦ୍ୟ ବଳିଯିବ। ମୋତେ ସାଙ୍ଗରେ ନେଉନ? ସେମାନେ ରାଜି ହୋଇ ଠେକୁଆକୁ ସାଙ୍ଗରେ ନେଲେ। ତିନିହେଁ ଯାଇ ଠିକଣା ଜାଗାରେ ପହଞ୍ଚିଲେ। ଗଧଟି ଆସି ଆଗରୁ ସେଠାରେ ଅପେକ୍ଷା କରିଥିଲା। ଗଧିଆ ତା ଚେହେରା ଲୋଭନୀୟ ହୋଇଥିବା ଦେଖି ଆଉ ଥୟ ଧରି ରହିପାରିଲା ନାହିଁ। ତା ବେକଶଣ୍ଡାକୁ କାମୁଡ଼ି ଧରିବାକୁ ଯାଉଛି। ଠେକୁଆ କହିଲା, ଆହା, ଏପରି କରନି। ଖଣ୍ଡିଆ ହୋଇଗଲେ ରକ୍ତ ବାହାରିବ। ତାକୁ ଏପରି ମାରିବା ଯେ ରକ୍ତ ନ ବୋହି ଅକ୍ଷତ ଅବସ୍ଥାରେ ମରିବ। ତେବେ ଖାଇବାଟା ମଜା ହେବ। ସମସ୍ତେ ଏଥିରେ ରାଜି ହେଲେ। ଠେକୁଆ ମାଂସ ଖାଏ ଯେ ଭଲମନ୍ଦ ଜାଣିଛି। କେବଳ ନିରୀହ ଗଧଟିକୁ ବଞ୍ଚାଇବା ପାଇଁ ସେ ଏଭଳି ଏକ ଫିକର ବାହାର କରିଥିଲା। ସେ ପାହାଡ଼ ଉପରେ ଥିବା ମେଣ୍ଢା ଜଗୁଆଳିଠାରୁ ଲମ୍ବା ଦଉଡ଼ିଟିଏ ମାଗି ଆଣି ତାର ଗୋଟିଏ ମୁଣ୍ଡରେ ବଡ଼ ଫାଶଟିଏ କରି ଗଧ ବେକରେ ପୂରାଇ ଦେଲା। ଆର ମୁଣ୍ଡରେ ଛୋଟ ଫାଶ ଦୁଇଟି କରି ଗଧିଆ ଓ କୋକିଶିଆଳ ବେକକୁ ପୂରାଇ ଦେଇ କହିଲା, ସେ ମଝି ଦଉଡ଼ିକୁ ଖାଲିଟାରେ କାମୁଡ଼ି ଧରିଲା। ସେମାନଙ୍କୁ କହିଲା, ମୁଁ ଯେମିତି ଟାଣିବାକୁ କହିବି ତୁମେ ବେକ ମିଶା ଟାଣି ହେବ। ଫଳରେ ଗଧ ବେକ ଚିପି ହୋଇ ସେ ମରିବ। ଠେକୁଆ ଯେମିତି ଟାଣ ବୋଲି କହିଛି, ଗଧିଆ ଓ କୋକି ଦୁହେଁ ବେକମିଶା ଦଉଡ଼ି ଟାଣିଲେ। ଗଧ ଟିକିଏ ଆଗେଇ ଆସିବାରୁ ସେମାନେ ତଳେ ପଡ଼ିଗଲେ। ଠେକୁଆ କହିଲା, ରୁହ ନାହିଁ, ଜୋରରେ ଟାଣ। ସେମାନେ ଜୋରରେ ଟାଣିବାରୁ ଠେକୁଆ ଦଉଡ଼ି ଛାଡ଼ିଦେଲା। ଫାଶ ସେମାନଙ୍କ ତଣ୍ଟିରେ ଚାପି ହୋଇଯିବାରୁ ସେ ଦୁହେଁ ମଲେ। ଗଧ ବେକରୁ ଫାଶଟି କାଢ଼ି ଦେଇ ଠେକୁଆ ଡେଇଁ ଡେଇଁ ଖୁସିରେ ବଣକୁ ପଳାଇଗଲା।